ଗୋଟିଏ ଜଙ୍ଗଲ ମଧ୍ୟ ଦେଇ ଗୁରୁ ଆଉ ଶିଷ୍ୟ ଦୁହେଁ ଚାଲି ଚାଲି ଯାଉଥାନ୍ତି। ଶିଷ୍ୟଟିର ଉପସ୍ଥିତ ବୁଦ୍ଧି ଖୁବ୍ ପ୍ରଖର ଥିଲା। କିଛି ନୂଆ କଥା ଦେଖିଲେ ବା ଶୁଣିଲେ ଗୁରୁଙ୍କୁ ପଚାରି ବ୍ୟଥିତ କରି ପକାଏ। ଗୁରୁ ମଧ୍ୟ ଶିଷ୍ୟର ଉତ୍ତର ଯଥାସାଧ୍ୟ ପ୍ରଦାନ କରନ୍ତି। ହଠାତ୍ ଶିଷ୍ୟର ଦୃଷ୍ଟି ଏକ ନାଳ ପାଖରେ ଥିବା ଛୋଟ ଗଛ ଉପରେ ପଡ଼ିଲା। ଶିଷ୍ୟ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। ସଙ୍ଗେ ସଙ୍ଗେ ଗୁରୁଙ୍କୁ ପଚାରିଲା, ଗୁରୁଜୀ, କୁହନ୍ତୁ ତ ଦେଖି, ଏଇ ଛୋଟ ଗଛରେ ଫୁଲ ଫୁଟିବ କି ନାହିଁ? ଗୁରୁ ଅଳ୍ପ ହସି ଦେଇ କହିଲେ, ବତ୍ସ, ନିଶ୍ଚୟ ଏଥିରେ ଫୁଲ ଫୁଟିବ। କାରଣ ଫୁଲ ଫୁଟିବା ଗୋଟିଏ ଗଛର ଧର୍ମ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଶିଷ୍ୟଟି କ'ଣ ଭାବିଲା କେଜାଣି ଗଛଟିକୁ ଓପାଡ଼ି କିଛି ଦୂରକୁ ଫୋପାଡ଼ି ଦେଲା। ମନେ ମନେ ଭାବିଲା, ଦେଖିବା ଗୁରୁଙ୍କ କଥା ଅନୁସାରେ କିପରି ଏ ଗଛରେ ଫୁଲ ଫୁଟିବ। ଶିଷ୍ୟର ଏଭଳି ପିଲାଳିଆମି ଦେଖି ଗୁରୁ ଟିକେ ହସିଦେଲେ। ଏହାର କିଛି ଦିନ ପରେ ବର୍ଷା ଋତୁ ଆସିଲା। ପ୍ରବଳ ବର୍ଷା ହେଲା। ବର୍ଷା ଛାଡ଼ିବା ପରେ ଗୁରୁ ଆଉ ଶିଷ୍ୟ ପୁନଶ୍ଚ ଭ୍ରମଣରେ ବାହାରିଲେ। ଦୁହେଁ ସେହି ରାସ୍ତାରେ ଚାଲୁଥାନ୍ତି। ହଠାତ୍ ଶିଷ୍ୟଟି ଗୋଟିଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। କିଛି ଦିନ ପୂର୍ବେ ଯେଉଁ ଛୋଟ ଗଛଟିକୁ ଓପାଡ଼ି ଫୋପାଡ଼ି ଦେଇଥିଲା, ସେଥିରେ ଏବେ ସୁନ୍ଦର ସୁନ୍ଦର ନାଲି ଫୁଲ ଫୁଟିଛି। ଏହା କିପରି ସମ୍ଭବ ହେଲା? ଗୁରୁଙ୍କୁ ଏହାର ରହସ୍ୟ ପଚାରିବାରୁ ସେ କହିଲେ, ବତ୍ସ, ସେଦିନ ମୁଁ ତୁମର ପ୍ରଶ୍ନର ଉତ୍ତରରେ କହିଥିଲି, ଏ ଗଛରେ ନିଶ୍ଚୟ ଫୁଲ ଫୁଟିବ। କାରଣ ଏ ଗଛ ମଧ୍ୟରେ ମୁଁ ଦୃଢ଼ ଆତ୍ମବଳ ଦେଖିବାକୁ ପାଇଥିଲି। ମୋର ଅନୁଭବ ଆଉ ଅଭିଜ୍ଞତା ଦ୍ୱାରା ମୁଁ ଜାଣିପାରିଲି ଯେ ଦିନେ ଏ ଗଛ ନିଶ୍ଚୟ ପୁଷ୍ପ ଧାରଣ କରିବ। ତୁମେ ଗଛକୁ ଓପାଡ଼ି ଫିଙ୍ଗି ଦେଇଥିଲ, କିନ୍ତୁ ସଂଯୋଗବଶତଃ ବର୍ଷା ପାଣି ଆଉ ପଟୁ ମାଟି ମାଡ଼ି ଗଛଟିରେ ପୁନଶ୍ଚ ନୂତନ ଚେର ସୃଷ୍ଟି ହେଲା। ତା ମଧ୍ୟରେ ଦୃଢ଼ ଆତ୍ମବଳ ସୃଷ୍ଟି ହେଲା। ଫଳରେ ଗଛଟି ନୂଆ ଜୀବନ ପାଇ ବଞ୍ଚିଗଲା। ସୁନ୍ଦର ଫୁଲ ଫୁଟିଲା। ସେହିପରି ପ୍ରତ୍ୟେକଙ୍କ ପାଖରେ ଏହିପରି ଦୃଢ଼ ଇଚ୍ଛାଶକ୍ତି ଆଉ ଆତ୍ମବଳ ରହିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ। ନିଶ୍ଚୟ ଦିନେ ନା ଦିନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ। ଗୁରୁଙ୍କ ଯଥାର୍ଥ ଉତ୍ତର ଶୁଣି ଶିଷ୍ୟ ଭାରି ଖୁସି ହେଲା।